ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟମାସର ମୁଖ୍ୟ ବିଷୟ କ'ଣ ଅଟେ। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟମାସର ମୁଖ୍ୟ ବିଷୟ କ'ଣ ଅଟେ। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଖ୍ରୀଷ୍ଟମାସ ସମୟ ଆସେ, ଡିସେମ୍ବର ମାସ ଆସେ, ଆପଣ ଦେଖିବେ ବିଭିନ୍ନ ଦୋକାନରେ, ବିଭିନ୍ନ ସହରରେ ସେମାନେ ଖ୍ରୀଷ୍ଟମାସ ଟ୍ରି, ସାନ୍ତା କ୍ଲଜ, ଖ୍ରୀଷ୍ଟମାସ ଷ୍ଟାର ଏହିସବୁ ବିଷୟ ସେମାନେ କ'ଣ କରନ୍ତି, ସଜେଇ ଦିଅନ୍ତି। ଆପଣ ଦୋକାନରେ, ଆପଣ ବଜାରରେ, ବିଭିନ୍ନ ସ୍ଥାନରେ ସେମାନେ ଏହିସବୁ ବିଷୟକୁ ସଜାନ୍ତି, କାରଣ ସେମାନଙ୍କର ବେପାର ଯେପରି ଭଲରେ ହେବ, ସେମାନଙ୍କ ଦୋକାନ ଯେ ପ୍ରକାର ହାଇଲାଇଟ୍ ହେବ ଏବଂ ସେମାନଙ୍କର ବିଜନେସ୍ ଭଲରେ ହେବ, ସେଥିପାଇଁ ସେମାନେ କ'ଣ କରନ୍ତି, ଏହିସବୁ ବିଷୟକୁ ସେମାନେ ପ୍ରାୟୋରିଟି ଦିଅନ୍ତି, ହାଇଲାଇଟ୍ କରନ୍ତି। ଆପଣ ଖ୍ରୀଷ୍ଟିଆନ ସମାଜରେ ମଧ୍ୟ ଦେଖିବେ, ବିଭିନ୍ନ ଘରେ, ବିଭିନ୍ନ ଚର୍ଚ୍ଚରେ ଅନେକ ଭାଇ ଭଉଣୀମାନେ ଖ୍ରୀଷ୍ଟମାସ ଟ୍ରିକୁ ସେମାନେ କିଣି ଆଣନ୍ତି, ଚର୍ଚ୍ଚରେ ସେମାନେ ଡେକୋରେଟ୍ କରନ୍ତି, ଲିଚୁମାଳ, ଖ୍ରୀଷ୍ଟମାସ ଷ୍ଟାର, ସାନ୍ତା କ୍ଲଜ ଏହିସବୁ ବିଷୟକୁ ଆପଣ ବିଭିନ୍ନ ସ୍ଥାନରେ ଦେଖିବେ। କିନ୍ତୁ ଏହିସବୁ ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ନୁହେଁ। ପ୍ରିୟମାନେ, ଏହି ଖ୍ରୀଷ୍ଟମାସ ଟ୍ରି ବାଇବଲରେ କୌଣସି ସ୍ଥାନରେ ଆପଣ ଦେଖିପାରିବେ ନାହିଁ। ସାନ୍ତା କ୍ଲଜ ଆପଣ ବାଇବଲରେ କୋଉଠି ମଧ୍ୟ ଦେଖିପାରିବେ ନାହିଁ। ଏହିସବୁ ମନୁଷ୍ୟର ପରମ୍ପରା, ରୀତିନୀତି ଅଟେ। ଆଉ ଏହିସବୁ ବିଷୟ ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ନୁହେଁ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ହେଲା ପ୍ରଭୁ ଯୀଶୁଖ୍ରୀଷ୍ଟ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ପରମେଶ୍ୱର ହେଲେ ମଧ୍ୟ ସର୍ବ ଜଗତର ସୃଷ୍ଟିକର୍ତ୍ତା, ସେ ମାନବ ଜାତିର ନିର୍ମାଣକାରୀ, ସେ ପରମେଶ୍ୱର ହେଲେ ମଧ୍ୟ ସେ ଯେ ମନୁଷ୍ୟ ରୂପ ଧାରଣ କରି ଆସିଲେ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ପ୍ରିୟମାନେ, ଅନେକ ସମୟରେ ଆମେ ସେଇ ଖ୍ରୀଷ୍ଟମାସ ଷ୍ଟାରକୁ ଆମେ ପ୍ରାଧାନ୍ୟ ଦେଇଥାଉ, ଅନେକ ସମୟରେ ସେ ପଣ୍ଡିତମାନଙ୍କୁ ଆମେ ପ୍ରାଧାନ୍ୟ ଦେଇଥାଉ। ଯଦି ଆପଣ ଖ୍ରୀଷ୍ଟମାସ ଷ୍ଟାର ପଛେ ପଛେ ଯିବେ, ସେଇ ଖ୍ରୀଷ୍ଟମାସ ଷ୍ଟାର ଆପଣଙ୍କୁ ଯୀଶୁଙ୍କ ନିକଟକୁ ନେଇଯିବ। ଯଦି ଆପଣ ପଣ୍ଡିତମାନଙ୍କ ବିଷୟରେ ଅଧ୍ୟୟନ କରିବେ, ସେହି ପଣ୍ଡିତମାନେ ମଧ୍ୟ ଯୀଶୁଙ୍କ ନିକଟକୁ ନେଇଯିବେ। ସେଥିପାଇଁ ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ଖ୍ରୀଷ୍ଟମାସ ଷ୍ଟାର ନୁହେଁ, ଖ୍ରୀଷ୍ଟମାସ ଟ୍ରି ନୁହେଁ ଏବଂ ସାନ୍ତା କ୍ଲଜ, ସେ ପଣ୍ଡିତମାନେ ଏହିସବୁ ନୁହନ୍ତି। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆସନ୍ତୁ ବାକ୍ୟରେ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 23 ପଦ ଧ୍ୟାନ ସହିତ ପଢ଼ିବେ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆମେ ଦେଖୁଛୁ ଯେ ଆମ୍ଭମାନଙ୍କ ସହିତ ଈଶ୍ୱର, ଅର୍ଥାତ୍ ମନୁଷ୍ୟମାନଙ୍କ ସହିତ ଈଶ୍ୱର। ଏହା ହେଉଛି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ସ୍ୱର୍ଗର ପରମେଶ୍ୱର ମନୁଷ୍ୟ ସହିତ ରହିବା ପାଇଁ ସେ ଆସିଲେ, ମାନବ ଜାତି ସହିତ ସେ ବସିବା ପାଇଁ, ଉଠିବା ପାଇଁ ଆସିଲେ। ଏଇଟା ହେଉଛି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ଆଜି ଏହିସବୁ ବିଷୟକୁ ଭୁଲି ଯାଇ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେମାନେ ନୂଆ ଲୁଗା ପିନ୍ଧିବାରେ, ଘର ସଜାଇବାରେ, ଚର୍ଚ୍ଚ ଡେକୋରେଟ୍ କରିବାରେ, ଘରକୁ ଚୂନ ଦେବାରେ, ପିଠା ପଣା ଖାଇବା ପିଇବା ଏହିସବୁକୁ ସେମାନେ ବହୁତ ପ୍ରାୟୋରିଟି ଦେଇଛନ୍ତି। ଆଉ କୋଉଠି ନା କୋଉଠି ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ, ଯେ କି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ଅର୍ଥାତ୍ ଖ୍ରୀଷ୍ଟମାସର ମୁଖ୍ୟ କର୍ତ୍ତା, ତାହାଙ୍କୁ ସେମାନେ ଭୁଲି ଯାଇଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଏହି ଖ୍ରୀଷ୍ଟମାସ ସମୟରେ ଆମେ ଅଧିକ ଯଦି କାହାକୁ ପ୍ରାଧାନ୍ୟ ଦେବା କଥା, ଅଧିକ ଯଦି କେଉଁ ବିଷୟରେ ଆମେ ଜାଣିବା କଥା, ଅଧିକ ଯଦି ଆମେ କୃତଜ୍ଞ ହୃଦୟରେ କାହାକୁ ଧନ୍ୟବାଦ ଦେବା କଥା, ସେ ହେଉଛନ୍ତି ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେଇଦିନ ସେ ପଣ୍ଡିତମାନେ ଦୂର ଦେଶରୁ ସେମାନେ ଅନେକ ଦିନ ଯାତ୍ରା କରି ସେହି ଶିଶୁଙ୍କୁ ଦେଖି ସେମାନେ ଆସିଲେ, ଆଉ ଶିଶୁଙ୍କୁ ଦେଖି ସେମାନେ ଆନନ୍ଦିତ ହେଲେ। ଆଉ ସେମାନେ କ'ଣ କଲେ, ସେହି ଶିଶୁ ଅର୍ଥାତ୍ ସେହି ଯୀଶୁଖ୍ରୀଷ୍ଟ ଯେ ପରମେଶ୍ୱର, ତାହାଙ୍କର ସେମାନେ ଆରାଧନା କଲେ।
ପ୍ରିୟମାନେ ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ହେଉଛନ୍ତି ସର୍ବଜଗତର ସୃଷ୍ଟିକର୍ତ୍ତା। ସେହି ପରମେଶ୍ୱର ମାନବ ସମାଜ ସହିତ ମାନବ ଜାତି ସହିତ ସେ ରହିବା ପାଇଁ ଆସିଲେ। ଏହି ସ୍ଥାନରେ ଲେଖାଯାଏ ଯେ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ ଆଉ ସେହି ନାମର ଅର୍ଥ ହେଲା ଆମ୍ଭମାନଙ୍କ ସହିତ ଈଶ୍ୱର। ଆମ୍ଭମାନଙ୍କ ସହିତ ରାଜା ନୁହନ୍ତି, ଆମ୍ଭମାନଙ୍କ ସହିତ କୌଣସି ମନ୍ତ୍ରୀ କୌଣସି ରାଷ୍ଟ୍ରପତି ନୁହନ୍ତି, ଆମ୍ଭମାନଙ୍କ ସହିତ ପରମେଶ୍ୱର ସ୍ୱର୍ଗର ପରମେଶ୍ୱର ସେ ମନୁଷ୍ୟ ସହିତ ରହିବା ପାଇଁ ମନୁଷ୍ୟ ସହିତ ବାସ କରିବା ପାଇଁ ଆସିଲେ। ଏଇଟା ହେଉଛି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ପ୍ରିୟମାନେ ମୁଁ ଆଉ ଗୋଟେ ବାକ୍ୟ ପଢ଼ି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଏବ୍ରୀ ପୁସ୍ତକ 10 ଅଧ୍ୟାୟ ତାର 4 ପଦରୁ ମୁଁ ଆଗକୁ ପଢୁଛି। ଲେଖାଯାଏ, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଢ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ହୋମ ବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି, ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହେ ଈଶ୍ୱର ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। 8 ପଦ ପରେ ସେ କହନ୍ତି, ବଳିଦାନ ନୈବେଦ୍ୟ ହୋମ ବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଢ଼ିଲ ନାହିଁ କିମ୍ବା ସେଥିରେ ତୁମର ସନ୍ତୋଷ ନଥିଲା, ଯାହା ସବୁ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ। ତତ୍ପରେ ସେ କହନ୍ତି, ଦେଖ ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି। 10 ପଦ ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସ୍ୱର୍ଗର ପରମେଶ୍ୱର ସେ ମନୁଷ୍ୟ ଦେହ ଧାରଣ କରି ଆମମାନଙ୍କ ମଧ୍ୟରେ ଆସିଲେ। କାହିଁକି ଆସିଲେ? କାରଣ ଗୋଟେ ଶରୀରର ଆବଶ୍ୟକ ଥିଲା। କାରଣ ରକ୍ତ ବିନା ପାପ ମୋଚନ ହୁଏ ନାହିଁ। ପାପ ମୋଚନ ନିମନ୍ତେ ପାପ କ୍ଷମା ନିମନ୍ତେ ରକ୍ତର ଆବଶ୍ୟକ ଥିଲା। ସ୍ୱର୍ଗର ପରମେଶ୍ୱର ସେ ଆତ୍ମା ଅଟନ୍ତି। ଆତ୍ମାର କେବେ ମଧ୍ୟ ରକ୍ତ ବାହାରେ ନାହିଁ। ସେଥିପାଇଁ ସେ ଶରୀର ଧାରଣ କରି ସେ ଆମମାନଙ୍କ ମଧ୍ୟରେ ଆସିଲେ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ଏହା ଅଟେ ଯେ ସ୍ୱର୍ଗର ପରମେଶ୍ୱର ହେଲେ ମଧ୍ୟ ସେ ମନୁଷ୍ୟ ରୂପ ଧାରଣ କରି ଆମମାନଙ୍କ ମଧ୍ୟରେ ସେ ରହିବା ପାଇଁ ଆସିଲେ। ଆମ ସହିତ ବସିବା ପାଇଁ ଉଠିବା ପାଇଁ ଆସିଲେ। ଆମର ସବୁ ପରିସ୍ଥିତିକୁ ପରିବର୍ତ୍ତନ କରି ସେହି ସମସ୍ତ ପ୍ରକାର ଅଭିଶାପରୁ ନର୍କର ଦଣ୍ଡରୁ ଆମମାନଙ୍କୁ ଉଦ୍ଧାର କରି ସେ ଆପଣା ରାଜ୍ୟ ମଧ୍ୟକୁ ନେଇଯିବା ପାଇଁ ସେହି ପୃଥିବୀ ପୃଷ୍ଠକୁ ଆସିଲେ। ଏହା ହେଉଛି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ପ୍ରିୟମାନେ ଏହାକୁ ଆମେ ଜାଣିବା ଆବଶ୍ୟକ ରହିଛି। 10 ପଦରେ ଲେଖାଗଲା ଯେ ଏକାଥରକେ ସେ ଉତ୍ସର୍ଗୀକୃତ ହେଲେ ଯେପରି ଆପଣ ଆଉ ମୁଁ ପବିତ୍ର ହେଉ। ପ୍ରିୟମାନେ ଏହି ଖ୍ରୀଷ୍ଟମାସ ହେଉଛି ଗୋଟେ ପବିତ୍ରତାର ପର୍ବ। ଏହି ଖ୍ରୀଷ୍ଟମାସ ସମୟରେ ଆପଣ ଦେଖିବେ ଅନେକ ଭାଇ ଭଉଣୀମାନେ ଏହି ଖ୍ରୀଷ୍ଟମାସ ସମୟରେ ଅଧିକା ପାପ ହୁଏ ପ୍ରିୟମାନେ। କାରଣ ଏହି ଖ୍ରୀଷ୍ଟମାସ ଆଜି ଯାହା ଆମେ ପ୍ରାଧାନ୍ୟ ଦେବା କଥା, ଏହି ଖ୍ରୀଷ୍ଟମାସ ସମୟରେ ଯୋଉଟାକୁ ଆମେ ଅଧିକ ପ୍ରାୟୋରିଟି ଦେବା କଥା, କୋଉଠି ନା କୋଉଠି ଆଜି ଖ୍ରୀଷ୍ଟିଆନ ସମାଜ କ'ଣ କରିଛି? ଅବହେଳା କରିଛି। ସେଥିପାଇଁ ଆଜି ଅନେକ ଭାଇ ଭଉଣୀମାନେ ଏ ଖ୍ରୀଷ୍ଟମାସ ସମୟରେ ବିଭିନ୍ନ ରଙ୍ଗରସ ନାଚିବା, ଖାଇବା, ଗାଇବା, କିଏ ତ ବିଭିନ୍ନ ମଦ ପିଇବା, ବିଭିନ୍ନ ପାପରେ ଆଜି ଅନେକ ଭାଇ ଭଉଣୀମାନେ ପଡ଼ିଯାଆନ୍ତି। କିନ୍ତୁ ତାହା ଖ୍ରୀଷ୍ଟମାସ ନୁହେଁ। ଖ୍ରୀଷ୍ଟମାସର ପ୍ରକୃତ ବିଷୟ, ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପବିତ୍ର ପରମେଶ୍ୱର ସେ ନିଜକୁ ଉତ୍ସର୍ଗ କଲେ ଆପଣ ଆଉ ମୁଁ ଯେପରି ପବିତ୍ର ହେଉ। ଏ ସ୍ଥାନ ଲେଖାଯାଉଛି ସେ ଉତ୍ସର୍ଗୀକୃତ ହୋଇ ଏକାଥରକେ ସେ ଆମ୍ଭମାନଙ୍କୁ କ'ଣ କରିଛନ୍ତି? ପବିତ୍ର କରିଛନ୍ତି। ଏହା ହେଉଛି ଖ୍ରୀଷ୍ଟମାସର ମୁଖ୍ୟ ବିଷୟ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ଘର ପୋଛିବା, ଘରକୁ ରଙ୍ଗ ଦେବା, ଚର୍ଚ୍ଚ ଡେକୋରେଟ୍ କରିବା, ଖ୍ରୀଷ୍ଟମାସ ଟ୍ରି, ସାନ୍ତା କ୍ଲଜ ଏହିସବୁ ନୁହେଁ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଶରୀର ଧାରଣ କରି ଆସିଲେ ଆମ ସହିତ ରହିବା ପାଇଁ। ଖ୍ରୀଷ୍ଟମାସର ମୁଖ୍ୟ ବିଷୟ ଆମ ପରିବାରରେ ଯୀଶୁ ରହିବା ପାଇଁ ଚାହାନ୍ତି। ଆମ ସହିତ ରହି ସେ ଆମକୁ ଉଦ୍ଧାର କରିବା ପାଇଁ ଚାହାନ୍ତି ଆଉ ଆମକୁ ସିଦ୍ଧ ଆଉ ପବିତ୍ର ପଥରେ ସେ କଢ଼ାଇ ନେବା ପାଇଁ ଚାହାନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।